ଆଜି ଭୁବନେଶ୍ୱରସ୍ଥ ଶହୀଦନଗର ଦୁର୍ଗାପୂଜା ପଡ଼ିଆଠାରେ ଚାଲିଥିବା ପୁସ୍ତକ ମେଳା ତା 14/11/2025ରୁ 23/11/2025 ପର୍ଯ୍ୟନ୍ତ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି। ଏହି କାର୍ଯ୍ୟକ୍ରମର ଆଜି ତୃତୀୟ ଦିନରେ ତା 17/11/2025 ଆଜି ପୁସ୍ତକ ମେଳାରେ ବହୁ ଦର୍ଶକ ଏବଂ ଗ୍ରାହକଙ୍କର ଭିଡ଼ ଲାଗି ରହିଥିଲା ଏବଂ ଏହି ପୁସ୍ତକ ମେଳାରେ ଭାରତର କୋଣ ଅନୁକୋଣ ଏବଂ ଓଡ଼ିଶାର ବହୁ ବିଶିଷ୍ଟ ଷ୍ଟଲ୍ ମାନ ଏଠାରେ ଲାଗିଅଛି ଏବଂ ସେମାନେ ସୁଲଭ ମୂଲ୍ୟରେ ଗ୍ରାହକମାନଙ୍କୁ ନିଜର ପୁସ୍ତକ ପ୍ରଦାନ କରୁଛନ୍ତି। ଏହି ପୁସ୍ତକ ମେଳାରେ ମାନ୍ୟବର ପ୍ରଫେସର ଡକ୍ଟର ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଉଦ୍ଘାଟିତ କରାଯାଇଥିଲା। ଏହି ପୁସ୍ତକ ମେଳା ଶୁଭଲକ୍ଷ୍ମୀ ବୁକ୍ ଷ୍ଟୋର ମାଷ୍ଟର କ୍ୟାଣ୍ଟିନ୍ର ଦୀପନ କୁମାର ବେହେରାଙ୍କର ଏକ ଷ୍ଟଲ୍ ଏଠାରେ ଲାଗିଛି। ଏଠାରେ ବହୁ ପ୍ରକାର ପୁସ୍ତକ ରାଜନୀତି ଆଧ୍ୟାତ୍ମିକତା ଏବଂ ଏଜୁକେସନାଲି ପୁସ୍ତକ ସମସ୍ତ ଏଠାରେ ସୁଲଭ ମୂଲ୍ୟରେ ସେ ପ୍ରଦାନ କରୁଛନ୍ତି। ସେଇଟା ଯେ ଏଇଟା ପ୍ରମାଣ କରିବ ଯେ ତମେ ଯୋଉଟା ଦେଖୁ ତ ରିନାଉଣ୍ଡ ମାନେ ଏ ଯେଉଁ ପୁସ୍ତକ ସବୁ ପ୍ରକାର ପ୍ରାୟ ରଖନ୍ତି ପିଲାମାନଙ୍କ ପାଇଁ ସବୁ ଯେଉଁ ସମସ୍ତ କ୍ଲାସ୍ର ଆଉ କିଛି ଆମର ରାଜନୀତି ଉପରେ କିଛି ଆଧ୍ୟାତ୍ମିକତା ଉପରେ ସବୁ ମିଶ୍ରଣ ପ୍ରାୟ ରଖନ୍ତି ଯେମିତି ସମସ୍ତ ଦର୍ଶକ ଆଉ ଯେଉଁମାନେ କିଣିବାକୁ ଆସୁଛନ୍ତି ସମସ୍ତଙ୍କ ପ୍ରତି ଆକୃଷ୍ଟ ଭାବ ରଖନ୍ତି ଆଉ ସ୍ନେହ ଶ୍ରଦ୍ଧା ବି ଆପଣଙ୍କର ବହୁତ ଅଛି। ଆପଣ ନିଜର ପରମାନେଣ୍ଟ ଆଡ୍ରେସ୍ ଯେଉଁ ପରିଚୟ ଦେଇକି ଆଉ ଆଜି ଏଇ ଯେଉଁ ପୁସ୍ତକ ମେଳାରେ ଆପଣଙ୍କର ଏତେ ବଢ଼ିଆ ଷ୍ଟଲ୍ଟି ଲାଗିଛି ସେ ବିଷୟରେ ମୋତେ କୁହନ୍ତୁ। ଦୀପନ କୁମାର ବେହେରା ଆମର ଦୋକାନ ନାଁ ହେଲା ଶୁଭଲକ୍ଷ୍ମୀ ବୁକ୍ ଷ୍ଟୋର ମାଷ୍ଟର କ୍ୟାଣ୍ଟିନ୍ ପଦ୍ମାଳୟ ବୁକ୍ ମାର୍କେଟ। ଆଉ ଏଠି ଯେଉଁ ପୁସ୍ତକ ମେଳା 25ତମ ପୁସ୍ତକ ମେଳା ଆଜି ଅନୁଷ୍ଠିତ ହୋଇଛି ଆମର ଶହୀଦନଗର ଠାରେ ଆପଣଙ୍କର ସେ ବିଷୟରେ ପଦେ କୁହନ୍ତୁ ଆଉ କେମିତି କ'ଣ ପୁସ୍ତକ ଲାଗିଛି କେଉଁ କେଉଁ ପୁସ୍ତକ ଉପରେ ଲାଗିଛି? ମେନଲି ଏଠି ଜେନେରାଲ ବୁକ୍ କମ୍ପିଟେଟିଭ୍ ବୁକ୍ ଡିକ୍ସନାରୀ ଏଇ ବହି ସବୁ ଲାଗିଛି। ଆଚ୍ଛା ମୂଲ୍ୟ ଉପରେ ଆପଣଙ୍କର କ'ଣ ଆଜି ଏବେ ଅଛି ଏଇ ଯେଉଁ ପୁସ୍ତକ ମେଳାରେ? ବହୁତ ଶସ୍ତାରେ ମିଳୁଛି ଯେଉଁ ମାନେ ପ୍ରାୟ 50%ରୁ କମ୍ 60-70% ଉପରେ ମିଳୁଛି। ଆଚ୍ଛା ଆଚ୍ଛା ଏଇ ଯେଉଁ ଷ୍ଟଲ୍ରେ ଆପଣ ଲାଗିଛି ବର୍ତ୍ତମାନ ପୁସ୍ତକ ମେଳାରେ ଆପଣଙ୍କର ଧର ଜଣେ ଦୂରରୁ ଯଦି ଆସିଲେ ପହଞ୍ଚିବାକୁ କେମିତି ପହଞ୍ଚି ପାରିବେ ଆଡ୍ରେସ୍ ଟିକେ ଦିଅନ୍ତୁ। ବାଣୀବିହାରରେ ଓହ୍ଲେଇକି ଆଜ୍ଞା ଆପଣଙ୍କର ଶହୀଦନଗର ଦୁର୍ଗାପୂଜା ପଡ଼ିଆ ଆସିବେ ଆସିକି ପାଇବେ। ଆପଣଙ୍କର କେତେ ନମ୍ବର ଷ୍ଟଲ୍? ଆମର 4 ନମ୍ବର 4 ନମ୍ବର ଷ୍ଟଲ୍କୁ ସେ ଆସି ଆଚ୍ଛା ଆଚ୍ଛା ପୁସ୍ତକ ସେଇଟା ଆପଣ ଧର ଯିଏ ପୁସ୍ତକ ଧର ନେଲେ ଆପଣଙ୍କୁ ପସନ୍ଦ ଆସିଲା ଧର ପରବର୍ତ୍ତୀ ମୁହୂର୍ତ୍ତରେ ଯଦି ପୁସ୍ତକ ନେବାକୁ ଚାହେଁ ସେ ଏଠିକି ଆସିବାକୁ ପଡ଼ିବ ନା ଆପଣ ବାଇ ପୋଷ୍ଟରେ ପଠାନ୍ତି ନା କ'ଣ କେମିତି? ବାଇ ବସ୍ରେ ବି ଆପଣ ଇଏ କରେ। ଆଚ୍ଛା ଆଚ୍ଛା ଯାହା ଭଲ ସର୍ଭିସ୍ ରଖିଛନ୍ତି ଆଉ ଆପଣମାନେ ଆସନ୍ତୁ ଏଇ ପୁସ୍ତକ ଭାଇଙ୍କ ପୁସ୍ତକ ଭଣ୍ଡାରକୁ ଆଉ ଯେକୌଣସି ପୁସ୍ତକ ବି ଆପଣ ନେଇପାରିବେ ସୁଲଭ ମୂଲ୍ୟରେ ଏହା ଆମର ଓଡ଼ିଶାବାସୀଙ୍କୁ ରହୁଛି ଏକ ଅନୁରୋଧ। ଜୟ ଜଗନ୍ନାଥ।